जय जगन्नाथ पिलाମାନେ ଚାଲନ୍ତୁ ଆମ୍ଭେମାନେ ଯେଉଁ ଆମର ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ର ଯେଉଁ ପଲିଟିକାଲ୍ ସାଇନ୍ସ ରହିଛି ଆଜିର ତୃତୀୟ ଅଧ୍ୟାୟ ଆରମ୍ଭ କରିବା, ଯାହାକି ରହୁଛି ରାଷ୍ଟ୍ରର କାର୍ଯ୍ୟାବଳୀ, ନେଚର୍ ଅଫ୍ ଷ୍ଟେଟ୍ ଆକ୍ଟିଭିଟି। ନେଚର୍ ଅଫ୍ ଷ୍ଟେଟ୍ ଆକ୍ଟିଭିଟି ଯେଉଁ ରାଷ୍ଟ୍ର କାର୍ଯ୍ୟାବଳୀ ରହିଛି ତାହା ଆମେ ଆଜି ପଢ଼ିବା। ଦେଖନ୍ତୁ ଆମେମାନେ ପ୍ରଥମତଃ ପଲିଟିକାଲ୍ ଥିଓରି ଆଉ ଇଣ୍ଟ୍ରୋଡକ୍ସନ୍ ପଢ଼ିଲି। ନେକ୍ସଟ ଆମେ ଦ୍ୱିତୀୟ ଅଧ୍ୟାୟ ଷ୍ଟେଟ୍ ପଢ଼ିଛି। ଆପଣ ଯାହାକି ପିଲାମାନେ ତୁମମାନେ ଦେଖିକି ନେବ, କ୍ଲାସ୍ ଗୁଡ଼ିକ କରିବ ସେହି ଯାହାର ଆମେ ମୁଖ୍ୟ ଯେଉଁ ମେନ୍ ପଏଣ୍ଟ ଗୁଡ଼ିକ ରହିଛି ବା ମୁଖ୍ୟ ଯେଉଁ ପଏଣ୍ଟ ଗୁଡ଼ିକ ରହୁଛି ତାହାର ଆମେ ଡିସ୍କସନ୍ କରିବା ଆଉ ତାହାକୁ ହିଁ ପଢ଼ିବା। ଆଉ ତୁମମାନେ ଜଡ଼ିତ ହୋଇ ରୁହନ୍ତୁ ଏହି ଚ୍ୟାନେଲ୍ ସହିତ। ଠିକ୍ ଅଛି, ଚାଲନ୍ତୁ ଆରମ୍ଭ କରିବା। ରାଷ୍ଟ୍ର କାର୍ଯ୍ୟ ବୋଲି କହିଲେ ଆମେମାନେ କ'ଣ ବୁଝୁ? ଦେଖନ୍ତୁ, ପ୍ରଥମତଃ ଆମକୁ ତା'ର ରାଷ୍ଟ୍ର କାର୍ଯ୍ୟାବଳୀ ବିଷୟରେ ଜାଣିବାକୁ ପଡ଼ିବ ନା। ଦେଖନ୍ତୁ, କେତୋଟି ପ୍ରଶ୍ନ ପଚାରି ଏ ଅଧ୍ୟାୟକୁ ଆରମ୍ଭ କରିବା। ଆମେ କ'ଣ କରିବା ନା, କେତେ ଗୁଡ଼ିଏ ପ୍ରଶ୍ନ ପଚାରୁ ବା ନିଜର ମନରେ ପ୍ରଶ୍ନ କରିବା ଯେ ରାଷ୍ଟ୍ର କାର୍ଯ୍ୟାବଳୀ ମାନେ କ'ଣ, ତା ଅର୍ଥ ସେଟାକୁ ଦେଖିକି। ତ ଠିକ୍ ଅଛି, ନିଜକୁ ନିଜ ପଚାରି ଦେଖିବା ପ୍ରଶ୍ନ। ରାଷ୍ଟ୍ରର କର୍ତ୍ତବ୍ୟ କ'ଣ? ଏ ଜାଗାରେ ଆମକୁ କହିଛି, ଦେଖନ୍ତୁ ରାଷ୍ଟ୍ରର କର୍ତ୍ତବ୍ୟ କ'ଣ। ରାଷ୍ଟ୍ରର କାର୍ଯ୍ୟାବଳୀର କ୍ଷେତ୍ର କେତେ ବଡ଼? ଏହାର ଖୁବ୍ ବଡ଼ ନା ଅତି ଛୋଟ? ବ୍ୟାପକ ପରିମାଣର କାର୍ଯ୍ୟ ସମ୍ପାଦନ କରି ରାଷ୍ଟ୍ର ଆମର ବ୍ୟକ୍ତିଗତ ଓ ସାମୂହିକ ଜୀବନକୁ ଅଧିକ ନିୟନ୍ତ୍ରଣାଧୀନ କରିବା ଉଚିତ, ନା ଏହାର କାର୍ଯ୍ୟ ପରିସରର ଅଳ୍ପରେ ସୀମିତ ହେବା ଆବଶ୍ୟକ? ରାଷ୍ଟ୍ର କେଉଁଭଳି କାର୍ଯ୍ୟ କଲେ ବ୍ୟକ୍ତିର ସ୍ୱାଧୀନତା ଓ ସୁଖ ସର୍ବାଧିକ ହେବ? ରାଷ୍ଟ୍ର ଯଦି କିପରି ତା'ର ନିଜର କାର୍ଯ୍ୟ ନିର୍ବାହ କରିବ, ତେବେ ଆମର ସ୍ୱାଧୀନତା ଓ ସୁଖ ସର୍ବାଧିକ ହେବ ବୋଲି ଆମେ ଜାଣିପାରିବା। ଠିକ୍ ଅଛି ପିଲାମାନେ, ଚାଲନ୍ତୁ ଆଗକୁ ଦେଖିବା। ଦେଖନ୍ତୁ, ରାଷ୍ଟ୍ର ଚରିତ୍ର ତଥା ରାଷ୍ଟ୍ର ଓ ବ୍ୟକ୍ତି ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଏ ପ୍ରଶ୍ନ ଗୁଡ଼ିକ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ର କାର୍ଯ୍ୟାବଳୀକୁ ନେଇ ଭାଷଣ, ମତଭେଦ ତଥା ପରସ୍ପର ବିରୋଧୀ ତଥ୍ୟ ସବୁ ରହିଛି, ଏହି ଅଧ୍ୟାୟରେ ଆମେ ଆଲୋଚନା କରିବା। ଠିକ୍ ଅଛି, ଚାଲନ୍ତୁ ଆମର ବ୍ୟକ୍ତିବାଦ ଉପରେ ଆମେ ପ୍ରଥମେ ନିଜର ଫୋକସ୍ କରିବା ବା ଦେଖିବା ଯେ ଯଦି ତା'ର ପୃଷ୍ଠଭୂମି ଓ ଅର୍ଥକୁ ଯଦି ବୁଝିବା ଆମେମାନେ, ତ ବ୍ୟକ୍ତିବାଦ ହେଉଛି ଉଦାରବାଦୀ ବିଚାରଧାରାର ପ୍ରଧାନ ନୀତି। ଆଉ ବ୍ୟକ୍ତିବାଦ ହେଉଛି ଗୋଟିଏ ଉଦାରବାଦୀ ବିଚାରଧାରାର ପ୍ରଧାନ ନୀତି ବୋଲି ଆମେ ଜାଣିପାରିବା। ଯେମିତିକି ଆଉ ଉଦାରବାଦ ହେଉଛି ଶିଳ୍ପୋନ୍ନତି ପାଶ୍ଚାତ୍ୟ ଜଗତର ବିଚାରଧାରା। ମଧ୍ୟଯୁଗୀୟ ସାମନ୍ତବାଦର ପତନ ଏବଂ ଏହା ସ୍ଥାନରେ ଏକ ବଜାର ଭିତ୍ତିକ ପୁଞ୍ଜିବାଦୀ ସମାଜର ଆବିର୍ଭାବ ପରିପ୍ରେକ୍ଷୀରେ ଏହି ବିଚାରଧାରା ଜନ୍ମ ନେଇଥିଲା। ଆଉ ଏହି କ୍ଷେତ୍ରରେ ଯେଉଁ କହିଲା ଯେ ଦେଖନ୍ତୁ, ମଧ୍ୟଯୁଗୀୟ ସାମନ୍ତବାଦର ପତନ, ମଧ୍ୟଯୁଗରେ ସାମନ୍ତବାଦର ଯେତେବେଳେ ପତନ ହେଲା, ସେହି ସମୟରେ ବଜାର ଭିତ୍ତିକ ପୁଞ୍ଜିବାଦରୁ ହିଁ ଏହି ବିଚାରଧାରାର ଜନ୍ମ ନେଇଛି ବ୍ୟକ୍ତିବାଦର। ଆଉ କ'ଣ ରହିଛି ଦେଖନ୍ତୁ, ପ୍ରାଥମିକ ଅବସ୍ଥାରେ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମଧ୍ୟବିତ୍ତ ଶ୍ରେଣୀ ସ୍ୱାର୍ଥ ଓ ଆକାଂକ୍ଷା ଏହି ଉଦାରବାଦୀ ବିଚାରଧାରା ବା ଆଦର୍ଶରେ ପ୍ରତିଫଳିତ ହୋଇଥିଲା। ପୁଞ୍ଜିବାଦର କ୍ରମବିକାଶ ସହିତ ଏହି ବିଚାରଧାରା ଘନିଷ୍ଠ ଭାବରେ ଜଡ଼ିତ ହୋଇ ରହିଛି। ପ୍ରାରମ୍ଭିକ ଉଦାରବାଦ ଯେମିତିକି ରହିଲା, ଏଇଟା ଦେଖନ୍ତୁ, ପ୍ରାରମ୍ଭିକ ଉଦାରବାଦ ଅଷ୍ଟାଦଶ ଶତାବ୍ଦୀରେ ଏକ ସ୍ପଷ୍ଟ ରୂପ ନେବା ଆରମ୍ଭ କରିଥିଲା। ଆଉ ଯାହା ରହିଛି ଯେ ପ୍ରାରମ୍ଭିକ ଉଦାରବାଦ ଅଷ୍ଟାଦଶ ଶତାବ୍ଦୀରେ ଏକ ସ୍ପଷ୍ଟ ରୂପ ନେବା ଆରମ୍ଭ କରିଥିଲା ଏବଂ ଊନବିଂଶ ଶତାବ୍ଦୀର ଭାଗରେ ଏକ ବିକଶିତ ସିଦ୍ଧାନ୍ତ ଭାବରେ ମୁଣ୍ଡ ଟେକିଥିଲା। ଆଉ ସେଇଟା କେଉଁ ସମୟରେ? ଊନବିଂଶ ଶତାବ୍ଦୀରେ ନିଜର ପ୍ରଥମ ଯେଉଁ ଭାଗର ବିକଶିତ ତା ସିଦ୍ଧାନ୍ତର ଯେଉଁ ରହିଲା ଭାବର ମୁଣ୍ଡ ଟେକିଥିଲା। ଠିକ୍ ଅଛି ପିଲାମାନେ, ଆଗକୁ ଦେଖିବା। ଦେଖନ୍ତୁ, ଏ ଜାଗାରେ ପ୍ରଥମ ଅବସ୍ଥାରେ ଯେଉଁ ରହିଲା, ଏଇଟା ପ୍ରଥମ ଅବସ୍ଥାରେ ଉଦାରବାଦ ଅସୀମ କ୍ଷମତା ସମ୍ପନ୍ନ ସରକାର ତଥା ସାମନ୍ତବାଦୀ ସୁବିଧା ସୁଯୋଗ ଗୁଡ଼ିକର ତୀବ୍ର ବିରୋଧ କରିଥିଲା। ପ୍ରଥମରେ ଏଇଟା ମେନ୍ ଇମ୍ପୋର୍ଟାଣ୍ଟ। ଏହିସବୁ ଗୁଡ଼ିକୁ ମୁଁ ଯେଉଁ ଯାହା ମାର୍କ କରୁଛି ଏଇଠୁ ଏଇ ପର୍ଯ୍ୟନ୍ତ ଆପଣମାନେ ଦେଖିକି ପଢ଼ିକି ବୁଝିକି ଯିବେ। ରହିଲା, ଆଉ ଏହା ବଦଳରେ ଏକ ସାମ୍ବିଧାନିକ ସରକାର ପାଇଁ ଯୁକ୍ତି କରାଗଲା। ସାମ୍ବିଧାନିକ ସରକାର ବା ସମ୍ବିଧାନ ସହ ଗଠିତ ଓ ପରିଚାଳିତ ସରକାର ପାଖରେ ଅସୀମ ନୁହେଁ ସୀମିତ କ୍ଷମତା ଥାଏ ଏବଂ ଏ କ୍ଷମତାକୁ ମନମୁଖୀ ଭାବେ ବ୍ୟବହାର କରାଯାଇପାରେ ନାହିଁ। ଆଉ ଏ କ୍ଷମତା ଯେଉଁ ରହିଲା ଆମର ଯେଉଁ ବ୍ୟକ୍ତିବାଦୀ ଆଉ ରାଷ୍ଟ୍ର କାର୍ଯ୍ୟାବଳୀ ଯେଉଁ ରହୁଛି,
तार मुख्य सांविधानिक सरकार बा संविधान अनुसार गठित बोलिक आम जापर। आउ ऊनविंश शताब्दी आरंभ एक स्पष्ट उदारवादी अर्थनैतिक सिद्धांत सृष्टि होता। यह अबाध बा प्रतिबंध विहीन पुंजीवाद बा लाइजिज फेयर कैपिटलिज्म बा लेसे फेयर पुंजीवाद बोली आम जापर। बुझिपारछन्ति। देखो व्यक्तिवाद बा राष्ट्र कार्यावलीर व्यक्तिवादी तत्व होछि प्रारंभिक उदारवादर मूल भावना। कौन से सामाजिक गोष्ठी बा जनसमूह अपेक्षा व्यक्तिर महत्व अधिक बोली व्यक्तिवादर दृढ़ विश्वास कराए। मनुष्य माने हेले निजस्व स्वतंत्र परिचय थिबा अलग अलग व्यक्ति। तेणु एभली एक समाज बा आम जदि कहवा गठन आवश्यकता जो प्रत्येक व्यक्ति निजर सामर्थ्य अनुसार निजे जहाँ भल बा आवश्यक विचार कर हासिल करने को उद्यम कर। ठीक व्यक्तिवाद राष्ट्र कार्यावलीर व्यक्तिवादी तत्व ठीक रोचे। आउ कौन रोचे सामाजिक गोष्ठी जदि जनसमूह को आम अपेक्षा करवा जहाँकि महत्व अधिक रही क्षेत्र में। आ मनीष मैंने हेले निजस्व स्वतंत्र परिचय होती भिन्न भिन्न बोलिकी बा अलग अलग व्यक्ति बोली आम कहीपर। ठीक अच्छे पे। तेणुक व्यक्ति मैंने होती से निजर व्यक्तित्व और सामर्थ्यर मालिक। तेणु व्यक्ति मानक आम कहीपर से मैंने हेले निजस्व निजर व्यक्तित्व और सामर्थ्यर मालिक। ठीक अच्छे। आउ रहा जे व्यक्तिवादी मानक मतरे यहाँ जो आम पढ़ुचु व्यक्तिवादी मानक मतरे राष्ट्र कार्यावली को सर्वनिम्न स्तर को ह्रास कर पारे व्यक्तिर स्वाधीनता जब व्यक्ति मान मतरे राष्ट्र कार्यावली को आम मैंने जब सर्वनिम्न स्तर को ह्रास कर पारे ताहाको आम स्वाधीनतार सर्वाधिक हो पार बोलिकी कहीपर। आउ सेमानक जुक्ति अनुसार सबुठु कम शासन करुवा राष्ट्र ही सर्वोत्कृष्ट। आउ व्यक्तिवादी मानक अनुसार व्यक्तिवादी मानक अनुसार जुक्ति अनुसार जो रहा से कहवा अनुसार जे सबुठु कम शासन जो राष्ट्र करिछि ताहाको सर्वोत्कृष्ट राष्ट्र बोली कहवा बोली से माने कहिसंती। ठीक अछि। चलतो आगको देखिबा। एठारे देखंतु ए जो व्यक्तिवाद जो रहिले लेसे फेयर जो नीति सपक्ष जुक्ति करी लेसे फेयर नीति सपक्ष जुक्ति यह फरासी भाषार एक शब्द एवं यार अर्थ होछि व्यक्ति को एकाकी छाड़ी दियो। आउ लेसे फेयर अर्थ कौन एटा जो मेन इंपोर्टेंट देखो पढ़िए। व्यक्तिवाद होछि लेसे फेयर जहाँ रोचे नीति सपक्ष जुक्ति करे जे यह फरासी भाषार एक शब्द एवं यार अर्थ होछि व्यक्ति को एकाकी छाड़ी दियो। लेसे फेयर अर्थ होछि व्यक्ति को एकाकी छाड़ी दियो। एतर सूचना मिलुछि जे व्यक्ति मानकर अर्थनैतिक कार्यकलाप रे राष्ट्र आद्य हस्तक्षेप करिवो नाही। व्यक्ति मानकर जदि आम जानिबा एठार आम बुझिले जे व्यक्ति मानक अर्थनैतिक कार्यकलाप रे राष्ट्र हस्तक्षेप करिवो नाही। ठीक अछि पिला माने बुझि पारलो। आम वर्तमान देखिबा व्यक्तिवादर यथार्थ विषय बुझिबा। देखंतु ए व्यक्तिवादर जो यथार्थ रही ताको नहीं आम बुझिबा कौन कौन तार यथार्थ रही जेमती है। व्यक्तिवादी माने विभिन्न जुक्ति भितर से विचार को यथार्थ बोली प्रतिपादन करते। व्यक्ति माने विभिन्न जुक्ति को लेकिन ही तांकर जो यथार्थ यही क्षेत्र में यह रहा दरकार यही जुक्ति यही कार्य लगे दरकार यही सब को लेकिन से गोटे जुक्तिभित्तिक रही केते गोटे भाग कर देखु 4 भाग विभक्त कराई। कौन से देखो जोटा है गोटे नैतिक जुक्ति अर्थनैतिक जुक्ति जीवतात्विक जुक्ति व्यवहारिक जुक्ति। ठीक अच्छे। कौन रहा देखो गोटे है नैतिक जुक्ति अर्थनैतिक जुक्ति जीवतात्विक जुक्ति व्यवहारिक जुक्ति। ठीक अच्छे। चलते आगे बढ़िया। देखो नैतिक जुक्ति नैतिक जुक्ति अनुसार राष्ट्र हस्तक्षेप फल व्यक्तिर व्यक्तित्व और चरित्र विकास हो पारे नहीं। नैतिक जुक्ति अनुसार राष्ट्र हस्तक्षेप जदि व्यक्तिर व्यक्तित्व रोचे तार चरित्र विकास हो पारे नहीं बोली आम कहीपर। राष्ट्र जदि व्यक्तिर क्षेत्र में प्रवेश करे और व्यक्तिर कार्य सब संपादन करे ताहले व्यक्ति तार सामर्थ्य और निजस्व उद्यम आरंभ कर प्रवृत्ति हराई बसे। यह फल से अन्य निर्भर करे और निज व्यक्तित्व विकास कर सुजोग वंचित हुए। जदि राष्ट्र क्षेत्र में नैतिक जुक्ति आने ताले व्यक्तिर विकास हेब नहीं बोली आम जो नैतिक जुक्ति दर्शा जाए। ठीक अच्छे पिला माने आगो देखो। आउ एटा गोटे मेन इंपोर्टेंट जो पॉइंट रहा देखो
ଜନ୍ ଷ୍ଟୁଆର୍ଟ ମିଲ୍ ବ୍ୟକ୍ତିର ଚିନ୍ତା ପ୍ରକାଶ କରିବା ସ୍ୱାଧୀନତାକୁ ଦୃଢ଼ ସମର୍ଥନ କରନ୍ତି କାରଣ ଏହା ସମାଜ ଉପଯୁକ୍ତ ବ୍ୟକ୍ତିର ଆତ୍ମମର୍ଯ୍ୟାଦା ଏକାନ୍ତ ଆବଶ୍ୟକ। ଜନ୍ ଷ୍ଟୁଆର୍ଟ ମିଲ୍ ବ୍ୟକ୍ତି ଯିଏ ତାଙ୍କ ଚିନ୍ତା ଓ ପ୍ରକାଶ କରିବା ସ୍ୱାଧୀନତାକୁ ଦୃଢ଼ ସମର୍ଥନ କରନ୍ତି କାରଣ ଏହା ସମାଜ ପାଇଁ ଉପଯୋଗୀ ଓ ବ୍ୟକ୍ତିର ଆତ୍ମମର୍ଯ୍ୟାଦା ଏକାନ୍ତ ଆବଶ୍ୟକ ବୋଲି ତାଙ୍କ ମତରେ ବ୍ୟକ୍ତିର କାର୍ଯ୍ୟକଳାପ ଯେତେବେଳେ କେବଳ ତା ନିଜ ସମ୍ପର୍କରେ ହୋଇଥାଏ ଏହା ସମାଜକୁ ପ୍ରଭାବିତ କରେ ନାହିଁ ବୋଲି ସେ ତାଙ୍କ ମତର ଆଖ୍ୟା କରିଛନ୍ତି। ଠିକ୍ ଅଛି, ଆଗକୁ ପଢ଼ିବା। ଆଉ ଅର୍ଥନୈତିକ ଯୁକ୍ତି କହିଲେ କ'ଣ ବୁଝିବ ଦେଖନ୍ତୁ। ଅର୍ଥନୈତିକ ଯୁକ୍ତି ଏଇଟା ଯେଉଁ ରହୁଛି, ଠିକ୍ ଅଛି ପିଲାମାନେ। ଅର୍ଥନୈତିକ ଯୁକ୍ତି ଯେଉଁ ରହୁଛି, ଅର୍ଥନୈତିକ ଦୃଷ୍ଟିରୁ ବ୍ୟକ୍ତିବାଦକୁ ଯୁକ୍ତିଯୁକ୍ତ ବୋଲି ଅର୍ଥନୈତିକ ଦୃଷ୍ଟିରୁ ହିଁ ବ୍ୟକ୍ତିବାଦକୁ କୁହାଯାଇଛି ଯେ ତାହା ଯୁକ୍ତିଯୁକ୍ତ ବୋଲିକି। କାହିଁକି? ମୁକ୍ତ ବଜାର ପ୍ରକ୍ରିୟାରେ ବ୍ୟକ୍ତିବାଦୀମାନଙ୍କର ଗଭୀର ଆସ୍ଥା ରହିଛି। ମୁକ୍ତ ବଜାର ପ୍ରକ୍ରିୟାରେ କେଉଁମାନଙ୍କର? ବ୍ୟକ୍ତିମାନଙ୍କର ଗଭୀର ଆସ୍ଥା ରହିଛି। ଏଇଟା ମେନ୍ ପଏଣ୍ଟ ଦେଖିବି, ଏମାନଙ୍କୁ ପଢ଼ିକି ରଖି ହେଲା। ସେମାନଙ୍କ ବିଶ୍ୱାସ ଯେ ସରକାର ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ମୁକ୍ତ ରହିଲେ ଅର୍ଥନୀତି ସର୍ବୋତ୍କୃଷ୍ଟ ଭାବରେ କାର୍ଯ୍ୟ କରିପାରିବ। ତେଣୁ ବ୍ୟବସାୟ ଓ ଶିଳ୍ପ ଉପରେ ଥିବା ସମସ୍ତ କଟକଣାକୁ ବିଲୋପ କରିବା ପାଇଁ ଆଡମ୍ ସ୍ମିଥ୍ ଯୁକ୍ତି ଦର୍ଶାଇଥିଲେ। ଏହି ମୁକ୍ତ ବଜାରରେ ନିଜର ପଣ୍ୟ, ସେବା ଓ ଶ୍ରମ ବିକ୍ରି କରିବା ପାଇଁ ସମସ୍ତ ଉତ୍ପାଦକାରୀ ଓ ଶ୍ରମଜୀବୀମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ମିଳିବା ଆବଶ୍ୟକ ବୋଲି ମଧ୍ୟ ସେ ତାଙ୍କର କ୍ଷେତ୍ରରେ ଦର୍ଶାଇଛନ୍ତି। ଠିକ୍ ଅଛି, ଆଗକୁ ଦେଖିବା। ଏହା ହେଲା ଅର୍ଥନୈତିକ ଯୁକ୍ତି ଗଲା। ଜୀବତାତ୍ତ୍ୱିକ ଯୁକ୍ତି କ'ଣ ଦେଖନ୍ତୁ। ପ୍ରସିଦ୍ଧ ବିଷ୍ଟ ଚାର୍ଲସ ଡାରୱିନ୍ ଜୀବଜଗତର କ୍ରମ ବିକାଶର ତତ୍ତ୍ୱ ପ୍ରଦାନ କରିଥିଲେ। ତାଙ୍କ ମତରେ ପୃଥିବୀରେ ଅନେକ ପ୍ରକାରର ପ୍ରାଣୀ ସୃଷ୍ଟି ହୋଇଛନ୍ତି ଓ ସେଥିରୁ ଅନେକ ଲୋପ ପାଇଛନ୍ତି। ବଞ୍ଚିବା ପାଇଁ ସଂଗ୍ରାମ ଚାଲିଛି। କେଉଁ ପ୍ରାଣୀ ବଞ୍ଚିବା ପାଇଁ ସବୁଠାରୁ ଯୋଗ୍ୟ ଓ କିଏ ଅଯୋଗ୍ୟ ଏହା ଏକ ପ୍ରାକୃତିକ ଚୟନ ପ୍ରକ୍ରିୟା ମାଧ୍ୟମରେ ନିର୍ଦ୍ଧାରିତ ହୋଇଥାଏ। ଡାରୱିନ୍ଙ୍କ ତତ୍ତ୍ୱର ପ୍ରଭାବ ସମାଜ ବିଜ୍ଞାନୀମାନଙ୍କ ଉପରେ ପଡ଼ିଥିଲା। ଏହି ପ୍ରଭାବରେ ହର୍ବର୍ଟ ସ୍ପେନର ବ୍ୟକ୍ତିବାଦକୁ ଯଥାର୍ଥ ବୋଲି ସବୁଠାରୁ ସାହସିକ ଯୁକ୍ତି କରିଥିଲେ। ସ୍ପେନ୍ସରଙ୍କ ମତରେ ମଣିଷ ସମାଜର ମଧ୍ୟ ପ୍ରାକୃତିକ ଚୟନ ପ୍ରକ୍ରିୟା ରହିଛି। ଆଉ ଜୀବଜାତିକ ଯୁକ୍ତି ଯେଉଁ ରହୁଛି, ତାଙ୍କ ମତରେ ହେଲା ବ୍ରିଟିଶ ଚାର୍ଲସ ଡାରୱିନ୍ ଜୀବଜଗତର କ୍ରମ ବିକାଶ ତତ୍ତ୍ୱ ପ୍ରଦାନ କରିଥିଲେ। ତାଙ୍କ ମତରେ ହେଉଛି ପୃଥିବୀର ଅନେକ ପ୍ରକାର ପ୍ରାଣୀ ସୃଷ୍ଟି ହୋଇଛନ୍ତି ଓ ସେଥିରେ ଅନେକ ଲୋପ ପାଇଛନ୍ତି। ବଞ୍ଚିବା ପାଇଁ ସଂଗ୍ରାମ ଚାଲିଛି। ଏଠି କ'ଣ? ବଞ୍ଚିବା ପାଇଁ ହେଲେ ସଂଘର୍ଷ କରିବାକୁ ପଡ଼େ। ସେମିତି କେଉଁ ପ୍ରାଣୀ ବଞ୍ଚିବା ପାଇଁ ସବୁଠାରୁ ଯୋଗ୍ୟ ଓ କିଏ ଯୋଗ୍ୟ ଏହା ଏକ ପ୍ରାକୃତିକ ଚୟନ ପ୍ରକ୍ରିୟା ବୋଲିକରି ମଧ୍ୟ କୁହାଯାଇପାରିବ। ଠିକ୍ ଅଛି, ଆଉ ବଢ଼ିଆ। ବର୍ତ୍ତମାନ ବ୍ୟବହାରିକ ଯୁକ୍ତି। ବ୍ୟବହାରିକ ଯୁକ୍ତି କ'ଣ? ରାଷ୍ଟ୍ର କାର୍ଯ୍ୟାବଳୀକୁ ବ୍ୟବହାରିକ ଦୃଷ୍ଟିରୁ ଯଥାର୍ଥ ବୋଲି କହେ। ରାଷ୍ଟ୍ର କାର୍ଯ୍ୟାବଳୀକୁ ନେଇକି ହିଁ ବ୍ୟବହାରିକ ଆମର ଯୁକ୍ତି ମଧ୍ୟ ଯୁକ୍ତି ବୋଲି କୁହାଯାଇଛି। ଏଇଟା ରାଷ୍ଟ୍ର ହସ୍ତକ୍ଷେପ ଅପାରଗତା, ଦୁର୍ନୀତି ଓ ବିଳମ୍ବର କାରଣ ବୋଲି କୁହାଯାଏ। ରାଷ୍ଟ୍ର ହସ୍ତକ୍ଷେପ ହେଉଛି ଅପାରଗତା ଆଉ ଦୁର୍ନୀତି ଓ ବିଳମ୍ବର କାରଣ ବୋଲି ମଧ୍ୟ କୁହାଯାଏ। ଘରୋଇ ଉଦ୍ୟୋଗ ସରକାରୀ ବିଭାଗ ଅପେକ୍ଷା ଅଧିକ ଦକ୍ଷ, ଗତିଶୀଳ ଓ ଲାଭଜନକ। ତେଣୁ ରାଷ୍ଟ୍ର କାର୍ଯ୍ୟାବଳୀକୁ ଯଥାସମ୍ଭବ ସଂକୁଚିତ କରାଯିବା ରାଷ୍ଟ୍ର କାର୍ଯ୍ୟାବଳୀକୁ କ'ଣ କରାଯିବା ଦରକାର? ଯଥାସମ୍ଭବ ସଂକୁଚିତ କରାଯିବା ଆବଶ୍ୟକ ରହିଛି। ତାର ସମାଲୋଚନା ଯଦି ଆମେ ଦେଖିବା, ସମାଲୋଚନାର ସଂକ୍ଷିପ୍ତ ଦେଖୁ ଯେଉଁଗୁଡ଼ିକ ମୁଖ୍ୟ ଅଟେ ଆମମାନଙ୍କ ପାଇଁ। ବ୍ୟକ୍ତିବାଦର ବିକାଶ ସହିତ ଅସୀମ କ୍ଷମତା ସମ୍ପନ୍ନ ରାଷ୍ଟ୍ର ପତନ ପୁଞ୍ଜିବାଦୀ ଶିଳ୍ପର କାରଣ ପ୍ରସାର ଘଟିଥିଲା। ଏହା ଫଳରେ ବ୍ୟକ୍ତିର ସ୍ୱାଧୀନତା ତଥା ଉତ୍ପାଦନ ଓ ବ୍ୟବସାୟ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଥିଲା। ତେବେ ବ୍ୟକ୍ତିବାଦର ଥିବା ଅନ୍ତର୍ନିହିତ ଦୁର୍ବଳତା ବିଂଶ ଶତାବ୍ଦୀରେ ଏହି ତତ୍ତ୍ୱର ମହତ୍ତ୍ୱ ହ୍ରାସ କରିଥିଲା। ଏହାର କେତେଗୁଡ଼ିଏ ମୁଖ୍ୟ ଦୁର୍ବଳତା ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇପାରେ। ଠିକ୍ ଅଛି, ଦେଖିବା। ମୁକ୍ତ ବଜାର ଅର୍ଥନୀତି ଫଳରେ ବହୁ ପରିମାଣରେ ସମ୍ପତ୍ତି ସୃଷ୍ଟି ହେବା ସହିତ ଲୋକଙ୍କ ଆୟ, ସାମାଜିକ ପ୍ରତିଷ୍ଠା ଏବଂ କ୍ଷମତା କ୍ଷେତ୍ରରେ ଘୋର ବୈଷମ୍ୟଜାତ ହେଲା। ଠିକ୍ ଅଛି, ମୁକ୍ତ ବଜାର କାରଣ ହିଁ ବୈଷମ୍ୟଜାତ ବୋଲି ମଧ୍ୟ କୁହାଯାଇଛି। ଏଥିରେ ବାସ୍ତବରେ ମୁକ୍ତ ଚୁକ୍ତି ନାମରେ ଶ୍ରମିକମାନଙ୍କୁ ମନ ଇଚ୍ଛା ନିଯୁକ୍ତି ଦିଆଗଲା। ଆଉ କ'ଣ କରାଗଲା? ମନ ଇଚ୍ଛା ଯଦି ଆମେ ନିଯୁକ୍ତି ଦେଉଛୁ ବାସ୍ତବ କ୍ଷେତ୍ରରେ କ'ଣ ହେବ? କାମର ଅନ୍ତର କରାଗଲା। ଏହା ଫଳରେ ପୁଞ୍ଜିପତିମାନଙ୍କର ସ୍ୱାଧୀନତା ଓ କ୍ଷମତା ହିଁ ଲାଭ ବଢ଼ିଲା। ଦେଖନ୍ତୁ, ଯେମିତିକି କୁହାଯାଏ ପୁଞ୍ଜିପତିମାନେ ଆଗକୁ ବଢ଼ି ଚାଲିବେ ଆଉ ଯେଉଁ ଗରିବ ଶ୍ରେଣୀ ଲୋକମାନେ ତଳସ୍ତରକୁ ଯିବେ।
ସେହି କ୍ଷେତ୍ରରେ ମଧ୍ୟ ତାରତମ୍ୟତା ଦେଖାଯାଇଥାଏ। ଆଉ ନିର୍ଦ୍ଦୟ ଭାବରେ ଶୋଷଣ ଶିକାର ହୋଇ ତଥା ନିଯୁକ୍ତି କ୍ଷେତ୍ରରେ ସୁରକ୍ଷା ଅଭାବରେ ସମ୍ମୁଖୀନ ହୋଇ ଶ୍ରମିକ ଶ୍ରେଣୀ ସ୍ୱଳ୍ପ ମଜୁରୀ ବେକାରୀ ଓ ଯେମିତି ହେଲା ଅମାନୁଷିକ ଅବସ୍ଥା ମଧ୍ୟରେ ଜୀବନଯାପନ କଲା। ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ରାଷ୍ଟ୍ର କୌଣସି ନିୟନ୍ତ୍ରଣ ନଥିବା ହେତୁ, ଯେମିତିକି ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ନିୟନ୍ତ୍ରଣ ନଥିବା ହେତୁ ହିଁ ପୁଞ୍ଜିପତିମାନେ ଆଗକୁ ବଢ଼ି ଚାଲି ଶ୍ରମିକମାନେ ନିମ୍ନ ସ୍ତରକୁ ଖସି ପଡ଼ିଲେ। ଠିକ୍ ଅଛି ପିଲାମାନେ, ବୁଝିପାରୁଛ ନା ନାହିଁ? ଠିକ୍ ଅଛି। ଓକେ, ଦେଖିବା ଜନମଙ୍ଗଳ ରାଷ୍ଟ୍ର, ୱେଲଫେୟାର ଷ୍ଟେଟ୍ ବୋଲି ଆମେ ଯାହା ଜାଣିଥାଉ। ଜନମଙ୍ଗଳ ରାଷ୍ଟ୍ର କହିଲେ କ'ଣ ବୁଝୁ? ପୃଷ୍ଠଭୂମି ବ୍ୟକ୍ତିବାଦର ବିଫଳତା ଓ ସମୀକ୍ଷା ଆବିର୍ଭାବ ପାଇଁ ଉପଯୁକ୍ତ ପୃଷ୍ଠଭୂମି ସୃଷ୍ଟି କରିଥିଲା 19ଶ ଶତାବ୍ଦୀରେ। କିନ୍ତୁ ସେହି 19ଶ ଶତାବ୍ଦୀର ପ୍ରାରମ୍ଭିକ ଉଦାରବାଦରେ ସମସ୍ତ ପ୍ରକାର ରାଷ୍ଟ୍ର ହସ୍ତକ୍ଷେପର ଘୋର ନିନ୍ଦା କରାଯାଇଥିଲା। କିନ୍ତୁ ସେହି ଶତାବ୍ଦୀର ଶେଷ ଭାଗରେ ଏକ ପ୍ରକାରର ସାମାଜିକ ଉଦାରବାଦର ଜନ୍ମ ହୋଇଥିଲା। ସେହି ସମୟ 19ଶ ଶତାବ୍ଦୀରେ ଉଦାରବାଦର ଜନ୍ମ ହୋଇଥିଲା। ଆଉ ଏହି ସାମାଜିକ ଉଦାରବାଦର ଜନହିତକାରୀ ସଂସ୍କାର କାର୍ଯ୍ୟକ୍ରମ ଓ ଅର୍ଥନୈତିକ କ୍ଷେତ୍ରରେ ରାଷ୍ଟ୍ର ହସ୍ତକ୍ଷେପ ପାଇଁ ଏକ ସାହାଯ୍ୟକାରୀ ପରିବେଶ ସୃଷ୍ଟି କରିଥିଲା ବୋଲି ଆମେ ଜାଣିଥାଉ। ଆଉ ଦେଖନ୍ତୁ ପିଲାମାନେ, ଏହି ଯେଉଁ 1930 ଦଶକରେ ପାଶ୍ଚାତ୍ୟ ଶିଳ୍ପୋନ୍ନତି ରାଷ୍ଟ୍ରମାନଙ୍କ ଅର୍ଥନୀତିରେ ସବୁଠାରୁ ଅଧିକ ମାନ୍ଦା ଅବସ୍ଥା ଆସିଥିଲା, ଏହା ଏକ ବିରାଟ ସଙ୍କଟ ସୃଷ୍ଟି କରିଥିଲା। ବ୍ୟକ୍ତିବାଦର ମୁକ୍ତ ବଜାର ବିଚାରଧାରାର ପ୍ରତି ଏହା ଥିଲା ସବୁଠାରୁ ବଡ଼ ଧକ୍କା। ଆଉ ନ୍ୟୁଡିଲ୍ କାର୍ଯ୍ୟକ୍ରମ କହେ କାହାକୁ? ନ୍ୟୁଡିଲ୍ ଏହି ମାନ୍ଦା ଅବସ୍ଥାର ମୁକାବିଲା ଯେଉଁ ଏଇଟା ଏତେ କ୍ଷେତ୍ରରୁ ଟିକେ ଧ୍ୟାନ ଦେବେ ହେଲା। ଠିକ୍ ଅଛି ପିଲାମାନେ। ଆଉ ଏହାକୁ ନ୍ୟୁଡିଲ୍ କାର୍ଯ୍ୟକ୍ରମ କୁହାଗଲା। ଏହା ଫଳରେ ସେଠାରେ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଗଲା। ଯେଉଁ ବ୍ୟକ୍ତିବାଦର ମୁକ୍ତ ବଜାରର ବିଚାରଧାରା ପ୍ରତି ଏହା ଥିଲା ସବୁଠାରୁ ବଡ଼ ଧକ୍କା ଯେଉଁ 1930 ଦଶକରେ ହେଇଥିଲା, ତାହାକୁ ଆମେ ନ୍ୟୁଡିଲ୍ କାର୍ଯ୍ୟକ୍ରମ ବୋଲି କରି କୁହାଯାଇଥିଲା ସେ ସମୟରେ। ଠିକ୍ ଅଛି। ଜନମଙ୍ଗଳ ରାଷ୍ଟ୍ରର ଯଥାର୍ଥତା କ'ଣ ଦେଖନ୍ତୁ। ଜନମଙ୍ଗଳ ରାଷ୍ଟ୍ରର ଯଥାର୍ଥତା ହେଉଛି ଜନମଙ୍ଗଳ ରାଷ୍ଟ୍ର ସପକ୍ଷରେ ଏକ ବଳିଷ୍ଠ ଯୁକ୍ତି ହେଉଛି ସାମାଜିକ ଉଦାରବାଦର ଧାରଣ। ଜନମଙ୍ଗଳ ରାଷ୍ଟ୍ର ସପକ୍ଷରେ ହେଉଛି ସାମାଜିକ ଉଦାରବାଦର ଧାରଣ ବୋଲି ଆମେ କହିବା। ଜନ୍ ଷ୍ଟୁଆର୍ଟ ମିଲ୍ଙ୍କ ଦ୍ୱାରା ପ୍ରଭାବିତ ହୋଇ ଗ୍ରୀନ୍, ହବହାଉସ୍ ଓ ହବସନ୍ ବ୍ୟକ୍ତି ସ୍ୱାଧୀନତାର ଏକ ସକାରାତ୍ମକ ଓ ବ୍ୟାପକ ଢଙ୍ଗରେ ବ୍ୟାଖ୍ୟା କରିଥିଲେ। ଏମାନଙ୍କ ମତରେ ରାଷ୍ଟ୍ର ନିୟନ୍ତ୍ରଣ ଓ ହସ୍ତକ୍ଷେପରୁ ମୁକ୍ତ ରହିବା ହିଁ ସ୍ୱାଧୀନତା ଅର୍ଥ ନୁହେଁ। ସ୍ୱାଧୀନତାର ସମ୍ପର୍କ ବ୍ୟକ୍ତିର ବିକାଶ ଅର୍ଥାତ୍ ପୂର୍ଣ୍ଣତା ପ୍ରାପ୍ତି ଓ ନିଜସ୍ୱ ଇଚ୍ଛା ଓ ଆବଶ୍ୟକତା ପୂରଣ ପାଇଁ ତାହାର ସାମର୍ଥ୍ୟ ସହିତ ରହିଛି। ଅର୍ଥନୀତିର ପରିଚାଳନା ଓ ସାମାଜିକ ନିୟନ୍ତ୍ରଣ ମାଧ୍ୟମରେ ହସ୍ତକ୍ଷେପ କରି ରାଷ୍ଟ୍ର ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଦ୍ୱାରା ବ୍ୟକ୍ତିର ଏଭଳି ବିକାଶ ସମ୍ଭବ ହୋଇପାରିବ ବୋଲି କହିପାରିବା। ଆଉ ସେହି ସମୟରେ 1942 ମସିହାରେ ବେଭରିଜ୍ ରିପୋର୍ଟର ଏହି ସାମାଜିକ କଳଙ୍କଗୁଡ଼ିକୁ ପଞ୍ଚରାକ୍ଷସ ବୋଲି ଅଭିହିତ କରିଥିଲେ। ସେଗୁଡ଼ିକ ହେଉଛି ଅଭାବ, ଅଜ୍ଞତା, ଆଳସ୍ୟ, ଅପରିଚ୍ଛନ୍ନତା ଓ ବ୍ୟାଧି। ଯେଉଁ ଆମର ରହୁଛି 1942 ମସିହାରେ ଯେଉଁ ବେଭରିଜ୍ ରିପୋର୍ଟର ଏହି ସାମାଜିକକୁ ଗୋଟେ ପଞ୍ଚରାକ୍ଷସର ଆଖ୍ୟା ଦେଇଥିଲେ। ସେଗୁଡ଼ିକ କ'ଣ କ'ଣ ହେଲା ଜାଣିଛନ୍ତି ନା? ଗୋଟେ ହେଲା ଅଭାବ, ଅଜ୍ଞତା, ଆଳସ୍ୟ, ଅପରିଚ୍ଛନ୍ନତା, ବ୍ୟାଧି। ଠିକ୍ ଅଛି, ଏହା ମେନ୍ ପଏଣ୍ଟ, ଏହା ମୁଖ୍ୟ ଆମର ନୋଟ୍ ରହୁଛି। ଲେଖିବେ ପିଲାମାନେ ଆଉ ପଢ଼ିବେ। ଆଉ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଯେଉଁ ରହିଲା, ପ୍ରସିଦ୍ଧ ଅର୍ଥନୀତି ଜେମ୍ସ କେନିସ୍ଙ୍କ ମତରେ ସରକାର ଓ ଅର୍ଥନୀତିକୁ ସମ୍ପୂର୍ଣ୍ଣ ପ୍ରଭେଦ କରିଥିବା ଲେସେ-ଫେୟାର ନୀତି ହିଁ ଆର୍ଥିକ ଅସ୍ଥିରତା ଓ ବେକାରୀ ସମସ୍ୟାର ମୁଖ୍ୟ କାରଣ। ଏକ ଅନିୟନ୍ତ୍ରିତ ଓ ସ୍ୱୟଂଚାଳିତ ବଜାର ସପକ୍ଷରେ ଧାରଣାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ରାଷ୍ଟ୍ର ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ ବଜାର ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧି ସମ୍ଭବ ବୋଲି ତାଙ୍କ ଯୁକ୍ତି ରହିଥିଲା। ଏଭଳି ବ୍ୟବସ୍ଥାରେ ରାଷ୍ଟ୍ରକୁ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଦାୟିତ୍ୱ ସବୁ ଗ୍ରହଣ କରିବାକୁ ହେବ। ତାହା ଉପରେ ପ୍ରସିଦ୍ଧ ଅର୍ଥନୈତିକ କେନ୍ସଙ୍କ ମତ ତାହା ରହିଛି। ଆଉ ଜନମଙ୍ଗଳ ରାଷ୍ଟ୍ରରେ ସମାଲୋଚନା ମଧ୍ୟ ରହିଛି। କେତେ ଗୁଡ଼ିଏ ସମାଲୋଚନା ଯେମିତିକି ହେଲା ଦେଖନ୍ତୁ, ୱେଲଫେୟାର ଷ୍ଟେଟ୍ ବ୍ୟକ୍ତିବାଦୀ ବ୍ୟବସ୍ଥାର ସ୍ଥାନ ନେବାରେ ସକ୍ଷମ ହୋଇପାରିଥିଲା।
ବଜାର ତୁଳନାରେ ରାଷ୍ଟ୍ରର ଶକ୍ତି ବୃଦ୍ଧି ପାଇଲା ଏବଂ ରାଷ୍ଟ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଉ ଜନମଙ୍ଗଳ ରାଷ୍ଟ୍ର ହେବା ଫଳରେ ବ୍ୟକ୍ତିବାଦୀର ସ୍ଥାନ ନେବାର ସକ୍ଷମ ମଧ୍ୟ ହୋଇପାରିଥିଲା। ଆଉ ଯାହା ରାଷ୍ଟ୍ର ଗୋଟେ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ବା ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବରେ ଭୂମିକା ଗ୍ରହଣ କଲା। ତେବେ ଜନମଙ୍ଗଳ ରାଷ୍ଟ୍ର ମଧ୍ୟ ଏହାର ବିରୋଧୀମାନଙ୍କର ସମାଲୋଚନା ପ୍ରାପ୍ତ ହୋଇଥିଲା। ସେହି ସମାଲୋଚନାକୁ ଉଲ୍ଲେଖ କରିବା ଆବଶ୍ୟକ। ଆଉ ଏଇ ଯେଉଁ ଜନମଙ୍ଗଳ ରାଷ୍ଟ୍ର ହେବାର ମଧ୍ୟରେ କେତେ ଗୁଡ଼ିଏ ସମାଲୋଚନା ମଧ୍ୟ ରହିଛି, ତାହାକୁ ଆମ୍ଭେମାନେ ଦେଖିବା। ପ୍ରଥମରେ ରହିଛି ରାଷ୍ଟ୍ର କାର୍ଯ୍ୟାବଳୀର ବୃଦ୍ଧି ଯୋଗୁଁ ସରକାରୀ ବିଭାଗ ଓ ସଂସ୍ଥାଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଲା। ଏହା ଫଳରେ ବିଶାଳ ଅମଲାତନ୍ତ୍ର ସୃଷ୍ଟି ହେଲା। ତେଣୁ କାର୍ଯ୍ୟ ସମ୍ପାଦନ କରିବାର ବିଳମ୍ବ ଓ ଅପାରଗତା ରହିଥିଲା। ଆଉ ଜନମଙ୍ଗଳ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ହେତୁ କର ବୃଦ୍ଧି କରାଗଲା। ଜନମଙ୍ଗଳ କାର୍ଯ୍ୟ ପାଇଁ କ'ଣ କରାଯାଇଥିଲା? ଜନମଙ୍ଗଳ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ହେତୁ କର ବୃଦ୍ଧି କରାଗଲା। ଏହା ଫଳରେ ଶିଳ୍ପରେ ପୁଞ୍ଜି ଲଗାଣ କମିଗଲା। ତୃତୀୟ ନମ୍ବର ହେଉଛି ଜନମଙ୍ଗଳ ରାଷ୍ଟ୍ର ଯୋଗୁଁ ଲୋକଙ୍କ ମଧ୍ୟରେ ଅନ୍ନ ଉପରେ ନିର୍ଭର କରିବାର ମାନସିକତା ବଢ଼ିଲା ଏବଂ ନିଜ ଉଦ୍ୟମରେ କୌଣସି କାମ ଆରମ୍ଭ କରିବା ଉଦ୍ୟୋଗୀ ହେବାର ପ୍ରବୃତ୍ତି ହ୍ରାସ ପାଇଲା। ଜନମଙ୍ଗଳ ରାଷ୍ଟ୍ର ସବୁ ପୂର୍ଣ୍ଣ ନିଯୁକ୍ତିର ନୀତି ଅନୁସରଣ କଲେ। ଶ୍ରମିକ ସଂଘମାନଙ୍କ ଚାପରେ ବଶବର୍ତ୍ତୀ ହୋଇ କୃତ୍ରିମ ଭାବରେ ମଜୁରୀ ବୃଦ୍ଧି କଲେ। ସମାଲୋଚକ ମତରେ ଏପରି କରିବା ଅର୍ଥନୈତିକ ଦୃଷ୍ଟି ଯୁକ୍ତିଯୁକ୍ତ ନୁହେଁ। ଆଉ ଏହି ଯେଉଁ ଜନମଙ୍ଗଳ ରାଷ୍ଟ୍ରର ସମାଲୋଚନା ରହିଛି, ତାହାକୁ ତୁମ୍ଭେମାନେ ଧ୍ୟାନର ସହିତ ପଢ଼ିବ, ତେବେ ଯାଇ ବୁଝିପାରିବ। ଯାହା ଆଗକୁ ଆମ୍ଭେମାନେ ଦେଖୁ ଆହୁରି ପଢ଼ିବା। ଆଉ ଏହି ଯେଉଁ ରହିଅଛି ସେହି ମଧ୍ୟରେ ଜଗତୀକରଣ ବା ଗ୍ଲୋବାଲାଇଜେସନର ମଧ୍ୟ ମୁଖ୍ୟ ଭୂମିକା ରହିଛି। ଜଗତୀକରଣ କହିଲେ କ'ଣ ବୁଝୁ? ପୃଷ୍ଠଭୂମିର ଅର୍ଥ ଦେଇଛି। ଜଗତୀକରଣ ଶବ୍ଦଟିର ଅନେକ ଭାବରେ ବ୍ୟାଖ୍ୟା କରାଯାଇଛି। ସରଳ ଭାବରେ କହିଲେ ଏହା ବିଶ୍ୱସ୍ତରରେ ପାରସ୍ପରିକ ଭାବରେ ସଂଯୁକ୍ତ ହେବା ପ୍ରକ୍ରିୟାକୁ ବୁଝାଇଥାଏ। ପରସ୍ପର ସହିତ ସଂଯୁକ୍ତ ଏବଂ ଜଟିଳ ଅର୍ଥନୈତିକ, ବୈଷୟିକ, ସାଂସ୍କୃତିକ, ପରିବେଶ ଜନିତ ଓ ରାଜନୈତିକ ପ୍ରକ୍ରିୟା ସବୁ ଏଥିରେ ଅନ୍ତର୍ଭୁକ୍ତ। ତେବେ ଆମେ କେବଳ ଜଗତୀକରଣ ସେହି ଦିଗଗୁଡ଼ିକୁ ପ୍ରତି ଦୃଷ୍ଟି ଦେବା ଯାହାର ସମ୍ପର୍କ ରାଷ୍ଟ୍ରର କାର୍ଯ୍ୟାବଳୀ ସହିତ ରହିଛି। ଆମେ ଜଗତୀକରଣର ତ ବହୁତ ଗୁଡ଼ିଏ ମୁଖ୍ୟ ଦେଶ ଗୁଡ଼ିକ ରହିଛି, କିନ୍ତୁ ଆମେ ସେହିସବୁ ଗୁଡ଼ିକୁ ଆଲୋଚନା ନ କରି ଆମ୍ଭେମାନେ ରାଷ୍ଟ୍ରର କାର୍ଯ୍ୟାବଳୀ କ'ଣ ରହିଛି ଜଗତୀକରଣ ଉପରେ, ତାହା ଉପରେ ଆମେ ଆଲୋଚନା କରିବା ବା ଅଧ୍ୟୟନ କରିବା। ଠିକ୍ ଅଛି ପିଲାମାନେ, ଆଗକୁ ଦେଖ। ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାର ନିକଟରେ ହୋଇଥିବା ପରିବର୍ତ୍ତନ ପରିପ୍ରେକ୍ଷୀରେ ଜଗତୀକରଣ ବୁଝିବାକୁ ପଡ଼ିବ। କାହିଁକି ନା ଦେଖ, ଏ ଜାଗାରେ କହିଲା ଯେ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାର ନିକଟରେ ହୋଇଥିବା ପରିବର୍ତ୍ତନ ପରିପ୍ରେକ୍ଷୀରେ ଜଗତୀକରଣକୁ ବୁଝିବାକୁ ପଡ଼ିବ। ଆଉ 1970 ଦଶକରେ ଶିଳ୍ପ ଜଗତରେ ଏକ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ଆଉ 1970 ଦଶକରେ ଶିଳ୍ପ ଜଗତରେ ଏକ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ଲାଭ ପରିମାଣର ହ୍ରାସ ଘଟିଥିବା ହେତୁ ପୁଞ୍ଜିବାଦୀ ଶିଳ୍ପ ସବୁ ସେମାନଙ୍କର ଉତ୍ପାଦନ ଓ ବାଣିଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରସାରିତ କରିବାକୁ ଉଦ୍ୟମ ଆରମ୍ଭ କଲେ। ଆଉ 80-90 ଦଶକରେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ପୁଞ୍ଜି ପ୍ରେରଣ କରି ଧନୀ ଦେଶମାନଙ୍କର କମ୍ପାନୀମାନେ ବିଶ୍ୱ ବଜାରରେ ସେମାନଙ୍କ ଭାଗ ବୃଦ୍ଧି କରିବାକୁ ଚେଷ୍ଟା କଲେ ଏହି ଜଗତୀକରଣରେ। ଆଉ ଜଗତୀକରଣ ହେତୁ ରାଷ୍ଟ୍ରର କାର୍ଯ୍ୟାବଳୀ ଉପରେ କ'ଣ ପ୍ରଭାବ ରହିଥିଲା ଦେଖନ୍ତୁ। ଫ୍ରେଡେରିକ୍ ହ୍ୱାଇଟ୍ ଏବଂ ମିଲଟନ ଫ୍ରିଡମ୍ୟାନଙ୍କ ଭଳି ମୁକ୍ତ ବଜାର ବ୍ୟବସ୍ଥାର ସମର୍ଥନ କରୁଥିବା ଅର୍ଥନୀତିଜ୍ଞମାନଙ୍କ ଲେଖାରେ ନବ୍ୟ ଉଦାରବାଦୀ ତତ୍ତ୍ୱ ବିକାଶ ଲାଭ କରିଥିଲା। ନବ୍ୟ ଉଦାରବାଦୀ କେନ୍ଦ୍ରସ୍ଥଳୀର ବଜାର ଓ ବ୍ୟକ୍ତିମାନେ ପାଇଛନ୍ତି। ରାଷ୍ଟ୍ର କାର୍ଯ୍ୟକ୍ଷେତ୍ରକୁ ସଂକୁଚିତ କରିବା ଏହାର ଲକ୍ଷ୍ୟ। ଜନମଙ୍ଗଳ ଦୃଷ୍ଟିକୋଣ ଯୋଗୁଁ ରାଷ୍ଟ୍ର କାର୍ଯ୍ୟାବଳୀ ବହୁଳ ଭାବରେ ବଢ଼ିଯାଇଛି। ଠିକ୍ ଅଛି ପିଲାମାନେ, ଦେଖନ୍ତୁ ଆଗକୁ। ତାର ଉପସଂହାର ବିଷୟରେ ଜାଣିବା। ଉପସଂହାର କ'ଣ ରହିଛି? ଯେମିତି 19 ଶତାବ୍ଦୀରେ ବ୍ୟକ୍ତିବାଦର ସର୍ବାଧିକ ପ୍ରସାର ଘଟିଥିଲା। 19 ଶତାବ୍ଦୀରେ ବ୍ୟକ୍ତିବାଦର
ଯେଉଁ ପ୍ରସାର ପ୍ରସାର ଘଟିଥିଲା ତାହା ହେଉଛି 19 ଶତାବ୍ଦୀରେ। ଆଉ ବିଂଶ ଶତାବ୍ଦୀରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଉଥିଲା ଏବଂ ଜନମଙ୍ଗଳ ରାଷ୍ଟ୍ର ଏହାର ସ୍ଥାନ ନେଇଥିଲା। ଆଉ ବିଂଶ ଶତାବ୍ଦୀରେ କ'ଣ ହେଲା? ଜନମଙ୍ଗଳ ରାଷ୍ଟ୍ର ଆସିଲା। ଆଉ ବିଂଶ ଶତାବ୍ଦୀର ଶେଷ ଭାଗରେ ଜଗତୀକରଣ। ଦେଖନ୍ତୁ 19 ଶତାବ୍ଦୀରେ ବ୍ୟକ୍ତିବାଦର ପ୍ରସାର ଘଟିଲା। ବିଂଶ ଶତାବ୍ଦୀରେ ତାର ଜନମଙ୍ଗଳ ରାଷ୍ଟ୍ର ଏହାର ସ୍ଥାନ ନେଲା। ଆଉ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଜଗତୀକରଣ, ଯାହା ପୋଷାକ ପିନ୍ଧି ବ୍ୟକ୍ତିବାଦର ଏକ ନୂତନ ସଂସ୍କରଣ ପୁଣି ମୁଣ୍ଡ ଟେକେ। ତେବେ ଆମ ସମ୍ମୁଖରେ ଦୁଇ ପ୍ରକାର ରାଷ୍ଟ୍ର ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ। ସେହି ଦୁଇଟି ହେଉଛି, ଗୋଟିଏ ହେଲା ଜନମଙ୍ଗଳ ରାଷ୍ଟ୍ର, ଆଉ ଜଗତୀକରଣ ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ନବ୍ୟ ଉଦାରବାଦୀ ଶ୍ରେଷ୍ଠ। ତେବେ ଆମମାନଙ୍କ ସମୟରେ ଯେଉଁ ଦୁଇ ପ୍ରକାର ରାଷ୍ଟ୍ର ମଧ୍ୟରୁ ଯାହା ଆମେ ବାଛିବା, ଯେଉଁ ଗୋଟିକୁ ବାଛିବାକୁ ପଡ଼ିବ, ସେହି ଦୁଇଟି ମଧ୍ୟରେ ଗୋଟିଏ ହେଉଛି ଜନମଙ୍ଗଳ ରାଷ୍ଟ୍ର, ଆଉ ଗୋଟେ ହେଉଛି ଜଗତୀକରଣ। ଗ୍ଲୋବାଲାଇଜେସନକୁ ବାଛିବା, ନବ୍ୟ ଉଦାରବାଦୀ ଯେଉଁ ଆମର ଜଗତୀକରଣରେ ରହୁଛି, ବ୍ୟବସାୟିକ କ୍ଷେତ୍ର ହେଲା, ଆର୍ଥନୈତିକ କ୍ଷେତ୍ର ହେଲା, ସେସବୁ ଗୁଡ଼ିକ ରହିଛି। ଆମେ କେଉଁଟାକୁ ଆମେ ବାଛିକି ଚଳିବା, ତାର ସଂକ୍ଷିପ୍ତ ସୂଚନା ଗୁଡ଼ିକ ଆମେ ପଢ଼ିବା ଆରମ୍ଭ କରିବା। ଦେଖନ୍ତୁ, ବ୍ୟକ୍ତିବାଦ, ଜନମଙ୍ଗଳ ରାଷ୍ଟ୍ର ଓ ଜଗତୀକରଣ ହେଉଛି ରାଷ୍ଟ୍ର କାର୍ଯ୍ୟାବଳୀ ସମ୍ପର୍କୀୟ ତିନୋଟି ସ୍ୱତନ୍ତ୍ର ଦୃଷ୍ଟିକୋଣ। ଆଧୁନିକ ଉଦାରବାଦୀ ରାଷ୍ଟ୍ରର କ୍ରମବିକାଶର ବିଭିନ୍ନ ପର୍ଯ୍ୟାୟ ସହିତ ଏଗୁଡ଼ିକ ସମ୍ପୃକ୍ତ। ଆଉ ଏସବୁ ଗୁଡ଼ିକ ଆମ୍ଭେମାନେ ପଢ଼ିଛେ। ଠିକ୍ ଅଛି ପିଲାମାନେ? ଜୟ ଜଗନ୍ନାଥ ପିଲାମାନେ। ଆଜି ପାଇଁ ଏତିକି ରହୁଛୁ। ତୁମେମାନେ ଆମ ସହିତ ଯୋଡ଼ିକି ହୋଇ ରୁହନ୍ତୁ। ଆମେମାନେ ପ୍ଲସ୍ ଟୁର ପ୍ରଥମ ବର୍ଷ ଆଉ ଦ୍ୱିତୀୟ ବର୍ଷର ବିଷୟ ଗୁଡ଼ିକୁ ନେଇକି ହିଁ ଆମ୍ଭେମାନେ ପାଠ ପଢ଼ିବା। ଆଉ ତୁମମାନଙ୍କୁ କେଉଁ କ୍ଲାସ୍ଟା କରିବା, କେଉଁଥିରେ ତୁମର ଡାଉଟ୍ ରହୁଛି, ସେସବୁଗୁଡ଼ିକ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ ଅନ୍ୟମାନଙ୍କୁ ମଧ୍ୟ ତୁମର ଫ୍ରେଣ୍ଡ ସାର୍କେଲରେ ମଧ୍ୟ ସେମାନଙ୍କୁ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ପଢ଼ିପାରିବେ ଆଉ ବୁଝିପାରିବେ। ଠିକ୍ ଅଛି ପିଲାମାନେ, ରହୁଛୁ।